आज ହେଉଛି ବନ୍ଧୁତ୍ୱ ଦିବସ। ଏହି ଦିବସକୁ ଅତି ନିଆରା ଭାବେ ପାଳନ କରିଛି ବ୍ରହ୍ମପୁରର ସବୁଜ ବାହିନୀ। ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ହଜ୍ରେ ସବୁଜ ବାହିନୀ ପକ୍ଷରୁ ଗଛକୁ ବନ୍ଧୁତ୍ୱର ଡୋରି ବାନ୍ଧିବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କଳିଙ୍ଗ ବିଦ୍ୟା ମନ୍ଦିରର ସ୍କାଉଟ୍ ଓ ଗାଇଡ୍ର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସବୁଜ ବାହିନୀର କର୍ମକର୍ତ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ନଡ଼ିଆ ଗଛର ପତ୍ରରେ ବନ୍ଧୁତ୍ୱର ଡୋରି ପ୍ରସ୍ତୁତ କରିବା ଶିଖାଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଡୋରି ପ୍ରସ୍ତୁତ କରିବା ପରେ ହଜ୍ରେ ଲାଗିଥିବା ବିଭିନ୍ନ ପ୍ରକାରର ଔଷଧୀୟ ଗଛରେ ତାହାକୁ ବାନ୍ଧିଥିଲେ। ଗଛକୁ ବନ୍ଧୁତ୍ୱ ଡୋରି ବାନ୍ଧିବା ସହ ତାହାର ଯତ୍ନ ନେବା ନିମନ୍ତେ ପଣ କରିଥିଲେ। ଏହାପରେ ହଜ୍ରେ ତାଳ ଗଛ ରୋପଣ କରିଥିଲେ ଛାତ୍ରଛାତ୍ରୀମାନେ। ଗଛ ହେଉଛି ମଣିଷର ପ୍ରକୃତ ବନ୍ଧୁ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ମଣିଷ ସହ ରହିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଆବଶ୍ୟକ ବୋଲି କହିଛନ୍ତି ସବୁଜ ବାହିନୀ। ଗଛ ସହ ବନ୍ଧୁତ୍ୱ ଡୋରି ବାନ୍ଧି ବେଶ୍ ଖୁସି ଲାଗିଥିବା ବେଳେ ଏହାର ଯତ୍ନ ନିଶ୍ଚିତ ନେବୁ ବୋଲି କହିଛନ୍ତି ସମସ୍ତ ଛାତ୍ରଛାତ୍ରୀ। ମୋ ନାମ ଶୁଭସ୍ମିତା ସାହୁ। ଆମେ କଳିଙ୍ଗ ବିଦ୍ୟା ମନ୍ଦିରର ଛାତ୍ରୀ ନବମ ଶ୍ରେଣୀର। ଆଜି ଆମେ ଏଠି ନଡ଼ିଆ ଗଛରେ ରାକ୍ଷୀ କରିବା ଶିଖିଲୁ ଓ ଗଛକୁ ବାନ୍ଧିଲୁ, ଯାହାଦ୍ୱାରା କି ଆମ ଗଛ ସହିତ ଭଲ ସମ୍ପର୍କ ବି ହେବ। ଗଛ ଆଜିକା ଡେଟ୍ରେ ଆମେ ଗଛ ଆମକୁ ସବୁ କିଛି ଦିଏ, କିନ୍ତୁ ଆମେ ଗଛର କିଛି ବି ସୁରକ୍ଷା ଦେଇପାରୁନାହିଁ। ଗଛଠୁ ଦୂରେଇ ରହୁ। ଆମେ ଆଜିକାଲି ପରିବେଶର ସୁରକ୍ଷା ବି କରୁନା। ତ ଆଜି ଆମେ ଏଠି ଶିଖିଲୁ ଯେ ଗଛର କେମିତି ସେବା କରିବୁ। ଗଛକୁ ରାକ୍ଷୀ ବାନ୍ଧି ଆମେ ଗଛ ସହିତ ଗୋଟେ ଭଲ ସମ୍ପର୍କ ରଖିଲୁ। ଆଜ୍ଞା, ମୋ ନାଁ ହେଉଛି ନିନି ସାହୁ। ମୁଁ କଳିଙ୍ଗ ବିଦ୍ୟା ମନ୍ଦିର ଗାଇଡ୍ କ୍ୟାପ୍ଟେନ୍। ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ। ଖାଲି ଆମେ ପରସ୍ପର ସହିତ ବନ୍ଧୁତା ସବୁଦିନ ସ୍ଥାପନ କରୁଛନ୍ତି ଆଉ ବେଣ୍ଡ ହାତରେ ବାନ୍ଧୁଛନ୍ତି, ମାତ୍ର ତାହା ସହିତ ଆମେ ଆମର ପ୍ରକୃତିରେ ଆମେ ଯାହା ଦ୍ୱାରା ବେଶୀ ଉପକୃତ ହେଉଛୁ, ଆମେ ବୃକ୍ଷ ଦ୍ୱାରା ବେଶୀ ଉପକୃତ ହେଉଛୁ। ମାନେ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷ ପ୍ରତ୍ୟେକ କ୍ଷେତ୍ରରେ ଆମେ ସାହାଯ୍ୟ ପାଇଥାଉ। ତେଣୁକରି ଆମେ ଆଜି ଶିଶୁମାନଙ୍କ ସାଙ୍ଗରେ ସ୍କାଉଟ୍ ଗାଇଡ୍ ଭାଇ ଭଉଣୀମାନଙ୍କ ସାଙ୍ଗରେ ଆସିଲୁ, ବୃକ୍ଷ ସହିତ ବନ୍ଧୁତା ସ୍ଥାପନ କଲୁ। ତା ସହିତ ପିଲାମାନେ ବହୁତ ଗୁଡ଼ିଏ କିଛି ଶିଖିଲେ। ନଡ଼ିଆ ଗଛ ପତ୍ରରେ ସେମାନେ ନିଜେ ରାକ୍ଷୀ ପ୍ରସ୍ତୁତ କଲେ ଏବଂ ଗଛକୁ ବାନ୍ଧିଲେ। ଦେଖନ୍ତୁ, ଆଜି ହେଉଛି ବନ୍ଧୁ ଦିବସ। ଆଉ ବୃକ୍ଷ ହେଉଛି ଆମର ପ୍ରକୃତ ବନ୍ଧୁ, ଯିଏକି ନିଃସ୍ୱାର୍ଥ ଭାବେ ସେବା ଆମକୁ କରୁଛି। ତା ସହିତ ଆମ ପ୍ରତ୍ୟେକ ଦିନ ସେ ଆମକୁ ସହଯୋଗ କରୁଛି। ଯେହେତୁ ସେ ଆମର ବନ୍ଧୁ, ସେଥିପାଇଁ ଆଜି ବନ୍ଧୁ ଦିବସରେ ଲୋକମାନଙ୍କୁ ଆଉ ମାନେ ଆଜିର ଯେଉଁ ଷ୍ଟୁଡେଣ୍ଟ ମାନଙ୍କୁ ଆମେ ଆୱାରନେସ୍ କରୁଛୁ, ସଚେତନ କରୁଛୁ, ତାକି ଗଛକୁ ସୁରକ୍ଷା ଦେବା। ତ ସେଥିପାଇଁ ଆଜି ଯେଉଁ ଆୱାରନେସ୍ କ୍ୟାମ୍ପ ଚାଲିଛି ଆମର ବନ୍ଧୁ ଦିବସରେ ଗୋଟେ ଯୋଉଟାକି ଆସ ଗଛ କରିବାର ମିତ୍ରତା କ୍ୟାମ୍ପେନିଂ ଆମେ କରୁଛୁ। ଯଦି ଆଜି ବର୍ତ୍ତମାନ ପିଲାମାନେ ଆସିଲେ, ସେମାନେ ରାକ୍ଷୀ କେମିତି ଫ୍ରେଣ୍ଡସିପ୍ ବ୍ୟାଣ୍ଡ କେମିତି ବନେଇବାର ଦେଖିଲେ, ଶିଖିଲେ। ଆଉ ଗଛକୁ କେମିତି ସୁରକ୍ଷା ଦେଇପାରିବ ତା ବିଷୟରେ ଆମେ ତାଙ୍କୁ ଇନଫର୍ମ କରିଲୁ। ଆଉ ବର୍ତ୍ତମାନ ସେମାନେ ଗଛକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧିଲେ ଆଉ ପ୍ରମିସ୍ କଲେ ଯେ ସେମାନେ ସୁରକ୍ଷା ଦେବେ। ତା ସହିତ ବର୍ତ୍ତମାନ ଆମେ କିଛି ଗଛ ମଧ୍ୟ ପ୍ଲାଣ୍ଟେସନ୍ କରିବା ପାଇଁ ପ୍ଲାନ୍ କରୁଛୁ। ବ୍ରହ୍ମପୁରରୁ ଗୋପାଳକୃଷ୍ଣ ରେଡ୍ଡୀଙ୍କ ରିପୋର୍ଟ, ଗଞ୍ଜାମ ସମାଚାର।